ବାଙ୍ଗଲୋର କୁହନ୍ତୁ ଦିଲ୍ଲୀ କୁହନ୍ତୁ ସେଠି ଟ୍ରାଫିକ୍ ଅଧିକା ଆମ ଭୁବନେଶ୍ୱର ତୁଳନାରେ ସେଠି ଟ୍ରାଫିକ୍ ଅଧିକା, ସେଇ ହିସାବରେ ତାଙ୍କୁ ପ୍ରାଇସ୍ ଅଧିକା ମିଳୁଛି। ହେଲେ ବି ଏତେ ଫରକ ହେବା କଥା ନୁହଁ। ଯେଉଁ ଜାଗାରେ ଆମେ ଅଧଘଣ୍ଟାରେ ଭୁବନେଶ୍ୱରରେ ଅଟୋରେ ତାଠୁ ଆହୁରି କମ୍ ମିଳୁଛି। ହ୍ୟାଲୋ ଭାଇ ନମସ୍କାର, ଜୟ ଜଗନ୍ନାଥ। ସାଙ୍ଗମାନେ କେମିତି ଅଛନ୍ତି ସମସ୍ତେ? ଆଶା କରୁଛି ସମସ୍ତେ ଭଲରେ ଥିବେ। ସାଙ୍ଗମାନେ ପ୍ରଥମେ ତ ମୁଁ ଧନ୍ୟବାଦ ଦେବି ଯେଉଁମାନଙ୍କୁ ରେଗୁଲାର ବେସିକ୍ରେ ମୋ ଭିଡ଼ିଓ ଦେଖୁଛନ୍ତି, ବହୁତ ପଜିଟିଭ କମେଣ୍ଟ ମଧ୍ୟ ଦେଉଛନ୍ତି। ତା ଛଡ଼ା ଯେହେତୁ ମୁଁ ନୂଆ କରିକି ୟୁଟ୍ୟୁବରେ ଆସିଛି, ନୂଆ କରିକି ଭିଡ଼ିଓ ଅପଲୋଡ଼ କରୁଛି, ବହୁତ କିଛି ଏମିତି ଟିପ୍ସ ଅଛି ଯେଉଁଟାକି ମୋତେ ଜଣା ନଥାଏ। ବହୁତ ପୁରୁଣା ଭାଇମାନେ କି ଯେଉଁମାନେ ବି କିଛିଟା ଜାଣିଛନ୍ତି, ଯେଉଁମାନଙ୍କୁ ଏ ବିଷୟରେ ନଲେଜ ଅଛି, ସେମାନେ ବି ମୋତେ ଟିପ୍ସ ଦେଉଛନ୍ତି, ଆଉ ଭାଇ ଏମିତି ଏମିତି କରନ୍ତୁ। ତ ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ଯେଉଁମାନେ ବି ରେଗୁଲାର ଦେଖୁଛନ୍ତି ମୋ ଭିଡ଼ିଓ, ଯେଉଁମାନେ ବି ଲାଇକ୍ ସେୟାର କମେଣ୍ଟ କରୁଛନ୍ତି, ଆଉ ନୂଆ କରିକି ବି ଯେଉଁମାନେ ସବସ୍କ୍ରାଇବ୍ କରୁଛନ୍ତି, ସେଇ ଭାଇମାନଙ୍କୁ ମୁଁ କହିବି ସେମାନେ ରେଗୁଲାର ବେସିକ୍ କେମିତି ମୋ ଭିଡ଼ିଓ ଦେଖନ୍ତୁ ଏବଂ ଆଗକୁ ମଧ୍ୟ ସପୋର୍ଟ ଏମିତି କରୁଥାନ୍ତୁ। ତ ଚାଲନ୍ତୁ ଆଜି ଆଉ ବେଶୀ ଦେରି ନକରି ଆଜିର ଭିଡ଼ିଓ ଷ୍ଟାର୍ଟ କରିବା। ସାଙ୍ଗମାନେ ସମସ୍ତେ ଯେଉଁ ଭାଇମାନେ ବି ଓଲା ଉବେର କ୍ୟାବ୍ରେ ଗାଡ଼ି ଚଲାଉଛନ୍ତି, ଆଉ ଯେଉଁମାନେ ବି ନୂଆ କରିକି ଚଲେଇବା ପାଇଁ ଭାବୁଛନ୍ତି ନା କ୍ୟାବ୍ ନେଇକି ଚଲେଇବି, ତାଙ୍କରି ପାଇଁ ଏଇ ଭିଡ଼ିଓଟା। ଜମାରୁ ସ୍କିପ୍ କରନ୍ତୁନି, ସମ୍ପୂର୍ଣ୍ଣ ଦେଖନ୍ତୁ। ଏଇ ଭିଡ଼ିଓରେ ଆପଣଙ୍କୁ ଦେଖିବା ପାଇଁ ମିଳିବ କୋଉଭଳି ଭାବରେ ଓଲା ଉବେର ଆମମାନଙ୍କୁ ଠକୁଛି, ବାହାର ଷ୍ଟେଟ୍ ମାନଙ୍କରେ କୋଉଭଳି ଭାବରେ ତାଙ୍କର ରେଟ୍ ମିଳୁଛି ଆଉ ଆମକୁ କୋଉଭଳି ଭାବରେ ରେଟ୍ ମିଳୁଛି। ଭାଇ ଫ୍ୟୁଲ୍ ରେଟ୍ ତ ସବୁ ଜାଗାରେ ସମାନ ନା। ଆମର ଓଡ଼ିଶାରେ ଯେତିକି ଫ୍ୟୁଲ୍ ରେଟ୍ ଅଛି, ସପୋଜ୍ ପେଟ୍ରୋଲ ଯଦି 101 102 ହେଇଥାଏ, ତ ଅଦର ଷ୍ଟେଟ୍ ମାନଙ୍କରେ ଆଇଦର ଟଙ୍କେ 2 ଟଙ୍କା ଫରକ ଥିବ। ତାହେଲେ ଏ ଯେଉଁ ଅନଲାଇନ୍ କ୍ୟାବ୍ କମ୍ପାନୀ ମାନେ ଓଲା କୁହନ୍ତୁ, ଉବେର କୁହନ୍ତୁ କି ରାପିଡ଼ୋ କୁହନ୍ତୁ, ସେମାନେ ଆମକୁ କାହିଁ ଏତେ କମ୍ ପଇସା ଦେଉଛି? ଅଦର ଷ୍ଟେଟ୍ ମାନଙ୍କରେ ଦେଖନ୍ତୁ ତାଙ୍କର ପର୍ କିଲୋମିଟର ପିଛା ଯେତିକି ପଇସା, ଆମର ପର୍ କିଲୋମିଟର ପିଛା ତାଠୁ ଅଧିକା କମ୍। ନର୍ମାଲି ଏବେ ଯେଉଁ ଉବେରରେ ଡ୍ରାଇଭର ପାସ୍ ଆସିଲା ପରେ ଗୋଟେ 10 କିଲୋମିଟରକୁ ସପୋଜ୍ 10 କିଲୋମିଟର ଗୋଟେ ଭଡ଼ା ନେଇକି ଯିବେ 220 215 ଏମିତି କୁହନ୍ତୁନି, ଓଲାରେ 130 ଟଙ୍କା 140 ଟଙ୍କା ଏମିତି ମିଳୁଥିଲା। ଆଉ ଯଦି ଅଟୋ କଥା କହିବା, ଅଟୋରେ ଯଦି 10 କିଲୋମିଟର ଭଡ଼ା ନେଇକି ଯାଉଛନ୍ତି ସେମାନେ, ଆପଣଙ୍କ 130 ଟଙ୍କା 140 ଟଙ୍କା ମିଳୁଛି ଓଲାରେ। ଆଉ ଉବେରରେ ଆପଣଙ୍କର 100 ଟଙ୍କା 105 ଟଙ୍କା ଏମିତି ମିଳୁଛି। ମାନେ କହିବାକୁ ଗଲେ ଆମର କ୍ୟାବ୍ ପାଇଁ ଉବେର ଭଲ, ଆଉ ଅଟୋ କଥା ଯଦି କହିବା ଅଟୋ ପାଇଁ ଓଲା ଭଲ। ସେ ଯାହା ବି ହେଉ, ମାନେ ଦୁଇଟା କମ୍ପାନୀ ଅଲଗା ଅଲଗା। ଓଲା ବେଶୀ ଅଟୋ ଉପରେ ଗୁରୁତ୍ୱ ଦେଉଛି, ଆଉ ଉବେର ବେଶୀ କ୍ୟାବ୍ ଉପରେ ଗୁରୁତ୍ୱ ଦେଉଛି। ତ ସେ ଯେଉଁ କମ୍ପାନୀ ତାଙ୍କ ବିଜନେସ୍ ଟ୍ରିକ୍, ସେମାନେ ଯେମିତି ଯାହା କରୁଛନ୍ତି ତା ଦେହରେ ଆମର କିଛି ପଶିବାର ନାହିଁ। ଆମର ବୁକିଂ କରିବା କଥା, ଆମର କାମ କରିବା କଥା, ଆମର 2 ପଇସା ଆମର ମିଳିଲେ ଆମର ଗଲା। ତ କଥା ହେଉଛି ରିସେଣ୍ଟଲି ମାନେ 2-3ଟା ସ୍କ୍ରିନଶଟ୍ ଆସିଛି ମୋ ପାଖରେ, ଯେଉଁଟାକି ବାଙ୍ଗଲୋରର। ତ ସେଇଟା ଆପଣମାନଙ୍କ ସାଙ୍ଗରେ ମୁଁ ସେୟାର କରିବି। ଜଣେ ବାଇକ୍ରେ ଓଲା ଉବେର କରନ୍ତି, ତ ସେ ଉବେରରେ ମାନେ ତାଙ୍କୁ ମିଳିଛି 10 କିଲୋମିଟରରେ ଆପଣଙ୍କ 140 ଟଙ୍କା। ତାପରେ ଆଉ ଗୋଟେ ହେଲା ଆପଣଙ୍କର 15 କିଲୋମିଟରରେ 211 ଟଙ୍କା, ଯେଉଁଟାକି ମାନେ ଆମେ ଅଟୋବାଲାଙ୍କୁ ମିଳୁନି। ଆଉ ଏଇଠି ଓଡ଼ିଶାରେ ବାଇକ୍ କଥା ଯଦି କହିବେ, 15 କିଲୋମିଟରରେ ମିଳୁଛି ତାଙ୍କୁ 100 ଟଙ୍କା 105 ଟଙ୍କା, କେତେବେଳେ 120 ଟଙ୍କା ଏମିତି। ଆପଣଙ୍କର 8.5 କିଲୋମିଟରରେ 113 ଟଙ୍କା। ଏବେ ତ ଆମ ଓଡ଼ିଶାରେ ଓଲାରେ ବି ପାସ୍ ଆସିଗଲାଣି 399 ଜିରୋ କମିଶନ୍ 3 ଦିନ ପାଇଁ। ହେଲେ ଯେତେବେଳେ କମିଶନ୍ ଭିତ୍ତିରେ ଥିଲା ସେତେବେଳକୁ କ'ଣ ମିଳୁଥିଲା ନା, ଆପଣଙ୍କର ସେ 8 କିଲୋମିଟର 9 କିଲୋମିଟର ବି ରନିଂ କଲେ 115 120 ଟଙ୍କା ଆମର କ୍ୟାବ୍ରେ ମିଳୁଥିଲା। ଆଉ ଅଟୋ କଥା ତ କୁହନ୍ତୁନି, ଅଟୋରେ ପ୍ରାୟ ଅଟୋରେ ଓଲାରେ କ'ଣ ହୁଏ ନା, ଆମର କ୍ୟାବ୍ରେ ଯେତିକି ମିଳୁଥିଲା ସେତିକି ଅଟୋରେ ବି ମିଳୁଥିଲା। ଅଟୋ ଯଦି 10 କିଲୋମିଟରରେ 130 135 ମିଳୁଥିଲା, ତ ଆମର 140 ପାଖାପାଖି ଏମିତି ମିଳୁଥିଲା। ଓଲାରେ ହେଲା ଅଟୋ ଆଉ କ୍ୟାବ୍ ପ୍ରାୟ ସେମ୍ ପ୍ରାଇସ୍ ମିଳୁଥିଲା। ଏବେ ଯେହେତୁ ପାସ୍ ଆସିଯାଇଛି, ପାସ୍ ଆସିକି ଟିକେ ଫରକ ଆସିଛି। ସେ ଯାହା ବି ହେବାକୁ ଯିବା, ମାନେ ବାଙ୍ଗଲୋର କୁହନ୍ତୁ ଦିଲ୍ଲୀ କୁହନ୍ତୁ, ସେଠି ଟ୍ରାଫିକ୍ ଅଧିକା ଆମ ଭୁବନେଶ୍ୱର ତୁଳନାରେ ସେଠି ଟ୍ରାଫିକ୍ ଅଧିକା, ସେଇ ହିସାବରେ ତାଙ୍କୁ ପ୍ରାଇସ୍ ଅଧିକା ମିଳୁଛି। ହେଲେ ବି ଏତେ ଫରକ ହେବା କଥା ନୁହଁ। ଯେଉଁ ଜାଗାରେ ଆମେ ଅଧଘଣ୍ଟାରେ ପହଞ୍ଚୁଛେ, ସେଟା ନା ହେଲେ ତାଙ୍କୁ 40 ମିନିଟ୍ ଲାଗୁଛି, 50 ମିନିଟ୍ ଲାଗୁଛି। ଆଉ ବେଳେବେଳେ ଏମିତି ହେଉଛି ଯେ ତାଙ୍କର ପୁରା ଜାମ୍ ହେଇଯାଉଛି ଏରିଆ, ତ ପୁରା ଜାମ୍ ହେଇଯାଉଛି, ସେତେବେଳକୁ ଇଏ ଆହୁରି ଅଧିକା ପଇସା ହୁଏ। ଇଏ ଆପଣଙ୍କର ଯେଉଁ ସ୍କ୍ରିନଶଟ୍ ମୁଁ ଆପଣଙ୍କୁ ଦେଖେଇଲି, ଏଇଟା ନର୍ମାଲ୍ ଟାଇମ୍ରେ, ନା କେଉଁ ଟ୍ରାଫିକ୍ ଜାମ୍ ଟାଇମ୍, ନା କେଉଁ ମାନେ ଗ୍ୟାଦରିଂ ଟାଇମ୍ ଯେଉଁଟା କହନ୍ତି। ତ ଆପଣଙ୍କ ଇଏ ପୁରା ଫ୍ରି ଟାଇମ୍ରେ ହିଁ ସେ ଯେଉଁ ଅର୍ଣ୍ଣିଂ କରିଛନ୍ତି ଏତିକି। 15 କିଲୋମିଟରକୁ ସେଇ 211, 8.5 କିଲୋମିଟରକୁ 113, 10 କିଲୋମିଟରକୁ 138 ନା କେତେ, ସେ ଯାହା ବି ହେଉ। ଆଉ ବର୍ତ୍ତମାନ ଦେଖିଲେ ତ ବାଙ୍ଗଲୋରରେ କେମିତି କ'ଣ ପ୍ରାଇସ୍ ମିଳୁଛି, ଆଉ ଭୁବନେଶ୍ୱରରେ ଅଟୋରେ ତାଠୁ ଆହୁରି କମ୍ ମିଳୁଛି, ଯେଉଁଟାକି ମୁଁ ଆପଣଙ୍କ ସ୍କ୍ରିନଶଟ୍ ଦେଉଛି, ଆପଣମାନେ ଦେଖିଲେ ଜାଣିପାରିବେ। ଓଲାରେ ଆପଣଙ୍କର ବେଳେବେଳେ ଏମିତି ହୁଏ, କଣ୍ଟିନ୍ୟୁ ବୁକିଂ ଆସେ ଏମିତି ଯେ ବୁକିଂ ପେଣ୍ଡିଂରେ ଥାଏ।
8.5 किलोमीटर को 120 टंका 125 टंका 14 किलोमीटर को 158 टंका 160 टंका जोटा कि माने आपणकर से जो बांग्लोर रे बाइक ठू आउरी कम एटलिस्ट बांग्लोर रे बाइक रे जति सेतिकी ऑटो रे एठी देई थांता सेतिकी दउना आउ कैब कथा जदि कहबा माने बांग्लोर रे ऑटो रे जति पैसा मिलुची आम एठी कैब रे सेतिकी पैसा मिलुनी तो देखिବାକୁ गले आमर सीएनजी प्राइस सब एका पेट्रोल प्राइस सब एका खटुची भी आम सेमती से 12-14 घंटा खटुंट आम भी सेमती 12-14 घंटा खटुचु तांकर रेटिंग जमिता से जो भाया कस्टमर सागर बिहेव देखा आम भी से भाया बिहेव देखा सबू एका सबू किसी हेले आम बेलू पैसा कम गोटे जिनस तुलन किसी आमको दिखाई था जो टंका 200 मिलूँ गोटे बुकिंग आमको से 195-180 एमती मिलले होता एत फरक हेल्ले केमी कम करा गाड़ी मेन्टेनेंस जहाँ आमर गाड़ी मेन्टेनेंस से किसी दिन पूर्व गोटे भिडियोटे भाइराल होता बांग्लोर में जड़े पिला आपणकर बाइक चलैकी मासक 80,000 टका रोजगार कर कंटिन्यू से भी गोटे मस न कंटिन्यू 2-3 मास से 80,000 लेखाएं रोजगार कर भी लाइव प्रूफ से जो रिपोर्ट लाइव प्रूफ से देखा जे मंथली अर्निंग तार एति तो 80,000 टंका तो छाड़ू टंका 50,000 आमर स्वप्न भुवनेश्वर से पुणी कौन माने ये नुह जे सीएनजी मंथली सीएनजी मेन्टेनेंस छाड़ी टंका 50,000 मुझे माने टोटाल अर्निंग टंका 50 कहूँ भर सीएनजी जाऊ भल मंद जाऊ टंका 50 है पर डे गोटे आपंकर 700 टका एवरेज रोचे एवं जो भाया बेपार होची कौ दिन टंका 1000 होची कौ दिन टंका 1200 होची लास्ट 15 दिन माने 10-15 दिन पूर्व ठीक ठाक बेपार था डेली 2800 2900 2500 2500 2000 एमती होता कंटिन्यू हेले एबे से भाया बेपार भी होनी तो जड़े बांग्लोर जड़े बाइकर से मासक 80,000 टका रोजगार करुँचे एपटे आम माने 7-8 लाख टका गाड़ी धरिकी बुलूचे दिन जाक चारिआडे बुलाबुली करके ये करके दिन को 1500-1600 रोजगार करने आम आंठे जाऊे ता फरक है से बांग्लोर आम भुवनेश्वर गाड़ी नहीं चलैया भावुँच से उद्देश्य मुझे कहबी आउ किसी ना रही जातु देखु बर्तमान तो बुकिंग कम हो ठीक ठाक बुकिंग होनी बहुत कम चली आउ मासे 2 मास 3-4 मास वेट कहतु बुकिंग हालत केमी होती सुधरी गला ताले गाड़ी नहीं ना बेटर ऑप्शन मुझे तो कहबी गोटे बाइक किणकी बांग्लोर पलांतु बांग्लोर जाए बुकिंग कहतु आराम से 50-60 हज़ार मासक कमे पारे तो आशा करें आज भिडियोटी एतिकी आशा करूँ भिडियोटी आपको पसंद आसी जो मैंने भी नुआ करके देखुं दयक चैनल को सब्सक्राइब कर दिंतु लाइक शेयर कमेंट करके जमार भूलेनी रही नमस्कार जय जगन्नाथ।